ଆମ ଗାଁର ଗୋଟେ ପିଲାଟେ ସେ ସୁରଟରେ ଜବ୍ କରୁଥିଲା ଆଚ୍ଛା। ତ ସିଏ କହିଲା ମୁଁ ଆଡେ ଅଧିକ କମଉଛି ମୋ ମୁଣ୍ଡକୁ କଣଟା ଆଇଲା ମୁଁ କରିକି ପକେଇଦେଲି ତାପରେ ଆରମ୍ଭ ହେଇଗଲା ସେଟାର କଣ୍ଟ୍ରୋଭର୍ସି ଭାଇ ମୁଁ ଭାବିନଥିଲି ମୋର ହୋପ୍ ପଳେଇଲା କି ମୁଁ ଆଉ MBA ଏକ୍ସାମ ଦେଇପାରିବି ତାପରେ ବହୁତ ଆଚ୍ଛା। କଷ୍ଟରେ MBA ଦେଲି ମୋର ଭଉଣୀ 2 ଜଣ ଥିଲେ ସେମାନେ ବହୁତ ହେଲ୍ପ କଲେ ଯାଇକି ଆମ ସାର୍ଙ୍କୁ କନଭିନ୍ସ କଲେ ନାଇଁ ସାର୍ ତାର ମୋଟିଭେଟ ନଥିଲା ଏଟା ସେଟା କୁହାକୁହି କଲା ପରେ ତାପରେ ଦେଖି ଭଉଣୀ 2 ଜଣ ଯାଙ୍କ ସହିତ ଭିଡିଓ ବନାନ୍ତି ନାଇଁ ଆପଣ? ତାଙ୍କର ଗୋଟେ ରଶ୍ମି ଦିଦି ଯିଏ ସାନ ଭଉଣୀ ସିଏ ଆଉ ଗୋଟେ ସ୍ନେହା ଦିଦି କହିକି ଆଉ ଜଣେ ଦିଦି ଥିଲେ ତାଙ୍କେ 2 ଜଣ ଯାଇକିରି କୁହାକୁହି କଲା ପରେ ଯାଇକି ମୁଁ ପରୀକ୍ଷା ଦେଇଛି ଆଚ୍ଛା ମାମା ବାଡେଇଥିଲେ ସେତେବେଳେ ଗାଳି କରିଥିଲେ? ସେତେବେଳେ ବାବା ନଥିଲେ ମମି ମାମା ଏତେ ଜିନିଷ ମମି ଜାଣି ନଥିଲା ମମି ଆଚ୍ଛା। କହିଲା କି ଅରେ ପରୀକ୍ଷା ଦେଇପାରୁନୁ ଏତେ ପଇସା ସାରିଲେ କଣ ହବ ସିଏ ତାର ମୁଣ୍ଡରେ ସେତିକି ଥିଲା ମୋ ଭାଇ ଯିଏ LIC ରେ ଜବ୍ କରୁନଥିଲା ସିଏ ବି ମାନେ କଣ କହିଲେ ସିଏ ବି ସେଇ ୟୁନିଭର୍ସିଟିରୁ ପାସ୍ ଆଉଟ୍ ଆଚ୍ଛା। ତାକୁ ଫୋନ କରିକି ତାକୁ ଯୋଉ ସୋଦାସୋଦି କଲେ ତୋ ଭାଇ ଆଇକି ବଟୱାର କରୁଛି ଏଇଟା କରୁଛି ସେଟା କରୁଛି ଟିଲ୍ ଡେଟ୍ ମୁଁ କଣ ବି କଲେ ମାନେ ଭଗବାନ ଦୟାରୁ ବାବା ସିନା ପଳେଇଲେ ବଟ୍ ମତେ କେତେଟା ଭାଇ ମିଳିଛନ୍ତି ଯୋଉମାନେ ମୋର ହରେକ ପ୍ରୋବ୍ଲେମ ର ସଲ୍ୟୁସନ ସେମାନେ ହିଁ ମାନେ ଆଜି ଯାଇ ଯୋଉ ବି ପ୍ରୋବ୍ଲେମ ଯେତିକି ବି ପ୍ରୋବ୍ଲେମ କରିଛି ମୋ ଲାଇଫରେ ଭାଇ ମାନେ କହନ୍ତି ଅନଲିମିଟେଡ କିଳା ମୁଁ ନଥିବି ମୁଁ ଯାଉଥିବା କିଳା ଡାକି ଧରିକି ଆଉଛି ଆଉ ଆର ସଲ୍ୟୁସନ ହଉଛନ୍ତି ମୋ ଭାଇ ମାନେ ଏବେ ତ ସମୟ ଭଗବାନ ଦୟାରୁ ଟିକେ ଫାଇନାନ୍ସିଆଲି ଠିକ ଠାକ ଅଛି ବଟ୍ ଆଗେ କଣ କହିଲେ ଏବେ ମୁଁ ନନଭେଜ ଖାଉନି ଆଗେ ବହୁତ ଅଧିକା ନନଭେଜ ଖାଏ ଆଚ୍ଛା। ତ ହୋଟେଲରେ ଖାଇଦେବି ଭାଇ ନାଁରେ ଯାଇକିରି କହିଦି ଭାଇ ପଇସା ଦବ ମୁଁ ଯାଇ ଖାଇଦେଇକି ପଳେଇ ଗୋଟେ ଥର ତ ଆମର ସେଠି ଗୋଟେ ବିରିୟାନୀ ଦୋକାନଟେ ଥିଲା ପାଖାପାଖି 9,000 ଟଙ୍କା ଖଣ୍ଡେ ବିଲ୍ ହେଇଥିଲା ବାପରେ ମାନେ ମାସ ଯାକ ଖାଇଛି ମୁଁ ଭାଇ ନା ଏବେ କହିକିରି କାଇଁ ନନଭେଜ ଖାଉନ? ତାପରେ ମାନେ କଣ ଯେ କେତେଟା ଜିନିଷ ଲାଇଫ ଚେଞ୍ଜ କରିଦିଏ ମୋ ଲାଇଫରେ somehow କୃଷ୍ଣ ଭକ୍ତି ଏମିତି ଗୋଟେ ଜିନିଷଟା ଥିଲା ଯୋଉଟା ମୋ ଲାଇଫ ଟା ଚେଞ୍ଜ କରିଦେଲା। PSA Talks